जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्ब प्रणाम करिया दिन ଆମର ଆଷ୍ଟ୍ରୋସେସନ ଆଗକୁ ବଢେଇବା। ଆଷ୍ଟ୍ରୋସେସନ କ୍ରମରେ ଆଜି ଆମେ ପଢିବା ଗ୍ରହ ମାନଙ୍କର ବଳ। ବଳ ମାନେ କଣ? ଗୋଟେ ସର୍ଟନ ଆମାଉଣ୍ଟ ଅଫ ପାୱାର ସମସ୍ତଙ୍କୁ ମିଳିଥାଏ, ଆଉ ସେ ସର୍ଟନ ଆମାଉଣ୍ଟ ଅଫ ପାୱାର ସେମାନେ ଯେତେବେଳେ କୁଣ୍ଡଳୀରେ ଗୋଟେ ସ୍ପେସିଫିକ ସ୍ଥାନରେ ପ୍ଲେସ୍ ଥାନ୍ତି ସେମାନଙ୍କୁ ସେଇଟା ଦେଖିବାକୁ ପଡେ। କଣ ଦେଖିବାକୁ ପଡେ ସେଇ ଜିନିଷଟା ମୁଁ ବୁଝେଇବି ଆପଣଙ୍କୁ। ସର୍ବପ୍ରଥମେ ଆମେ ଜାଣିବା ଦିଗ୍ବଳ। ଆମେ ଆଜି 3ଟା ଶ୍ଲୋକ କରିବା, 4ଟା ଶ୍ଲୋକ। 4ଟା ଶ୍ଲୋକରେ ବହୁତ ଇମ୍ପୋର୍ଟାଣ୍ଟ ଏଗୁଡା ସବୁ ମୁଣ୍ଡରେ ରଖିବା ଦରକାର। ଏଗୁଡା ଘୁଇ ମିଶିକାଲି ନେଲେ ହବନି। ବୁଦ୍ଧौ ଯौ ବଲିନାଂ ପୂର୍ବେ ରବି ଭୌମୌ च ଦକ୍ଷିଣେ ପଶ୍ଚିମେ ସୂର୍ଯ୍ୟପୁତ୍ରଶ୍ଚ ଶୀତ ଚନ୍ଦ୍ରौ ତତୋତ୍ତରେ। ଏଟା ନର୍ଥ ଇଣ୍ଡିଆ, ଏଟା ହେଲା ଇଷ୍ଟ ଇଣ୍ଡିଆ। ସବୁଠୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ମନେ ରଖିବା, ନର୍ଥ ଇଣ୍ଡିଆ ଟା ସବୁବେଳେ ମନେ ରଖିବା ପାଇଁ ଇଜି। ଏଇଟା ହେଲା ଇଷ୍ଟ, ଏଇଟା ହେଲା ୱେଷ୍ଟ, ଏଇଟା ହେଲା ନର୍ଥ, ଏଇଟା ହେଲା ସାଉଥ। କିନ୍ତୁ ଓଡିଶା ଲଗ୍ନରେ ଯଦି ଏଇଠି ଏକ ଲଗ୍ନ ହେଲା, ଧର ଧନୁ ଲଗ୍ନ ହେଲା, ଏଇଟା ଧନୁ ଲଗ୍ନ, ତାହେଲେ ଏଇଟା ଇଷ୍ଟ ହବ। କ୍ଲିୟର ଭାଇ? ହୁଁ କ୍ଲିୟର ତ? ହୁଁ ତେଣୁ ଯୋଉଟା ଲଗ୍ନ ହବ ସେଇଟା ଇଷ୍ଟ ହବ। ଠିକ ଅଛି? ହୁଁ ତ ଏଠି କିଏ କିଏ ଦିଗ୍ବଳୀ ହେଇଯାନ୍ତି ନା ବୁଧ, ଗୁରୁ। ଇଷ୍ଟ ରେ। ସାଉଥ ରେ କିଏ କିଏ ବନିଯାନ୍ତି? ମାର୍ସ, ମଙ୍ଗଳ ଆଉ ରବି। ୱେଷ୍ଟ ରେ ଶନିଶ୍ଚର ମହାରାଜ, ନର୍ଥ ରେ ଶୁକ୍ର ଆଉ ଚନ୍ଦ୍ର। ବୁଦ୍ଧ ଯଉ ବଲିନାଂ ପୂର୍ବେ ରବି ଭୌମୌ च ଦକ୍ଷିଣେ। ବୁଦ୍ଧ ଯଉ, ବୁଧ ଆଉ ଗୁରୁ, ବୁଧ ଯୋଉ ଗୁରୁ ବଲିନାଂ ପୂର୍ବେ ରବି ଭୌମ च ଦକ୍ଷିଣେ। ରବି ମାନେ ରବି, ଭୌମ ମାନେ ହେଲା ମଙ୍ଗଳ। ପଶ୍ଚିମେ ସୂର୍ଯ୍ୟପୁତ୍ରଶ୍ଚ, ପଶ୍ଚିମରେ ସୂର୍ଯ୍ୟପୁତ୍ର ମାନେ ଶନି। ହୁଁ ଶୀତ ଚନ୍ଦ୍ରୌ ତତୋତ୍ତରେ। ଶୁକ୍ର ଆଉ ଚନ୍ଦ୍ର ଉତ୍ତର ଦିଗରେ ବଢିଯାନ୍ତି। ଏଟା କ୍ଲିୟର ହେଲେ କି? ତାଦେହରେ ହୁଁ କିଛି ଡାଉଟ ଅଛି? ହୁଁ କ୍ଲିୟର? ହୁଁ ଏବେ ମୁଁ ତମକୁ ଗୋଟେ ସିମ୍ପଲ କଥାଟା ବୁଝଉଛି, ତମେ ଏଟା ବୁଝିବାକୁ ଚେଷ୍ଟା କର ହେଲା। ବୁଧ ଆଉ ଗୁରୁ ପୂର୍ବ ଦିଗରେ ବଳି ହେଇଯାନ୍ତି। କାହିଁକି? ଆଉ କୋଉ ଦିଗରେ ତାଙ୍କୁ ବଢିବାକୁ ମିଳିଲାନି? ବୁଦ୍ଧ, ନା I have no idea. ଆଉ ରବି ଆଉ ମଙ୍ଗଳ ଦକ୍ଷିଣ ଦିଗରେ କାହିଁ ଇଏ ହେଇଯାନ୍ତି? କାରଣ ସିଏ ଦକ୍ଷିଣ ଦିଗର ହିଁ ଦେବତା। କିଏ? ରବି କଣ ଦକ୍ଷିଣ ଦିଗରେ ଦେବତା? ରବି ତ ପୂର୍ବ ଦିଗରେ ଦେବତା। ମଙ୍ଗଳ। କାହିଁକି? କାହିଁକି? ଭାଇ ଖରାଟା କେତେବେଳେ ସବୁଠୁ ଅଧିକା କାଟେ କହନି? ଇଟ୍ସ ଲାଇକ୍ ମାନେ ଅପରାହ୍ନ ଟାଇମରେ। ଅପରାହ୍ନ ଟାଇମ ରେ ନା 12ଟାରୁ 1 ଭିତରେ? ସେ 12ଟା ଗୋଟେ।
ସେତେବେଳେ ସୂର୍ଯ୍ୟ କୋଉ ଦିଗକୁ ପଳେଇ ଆସିଥାନ୍ତି? ସାଉଥ କୁ। କଣ ବୁଝିବାର କଣ ବାକି ଅଛି? ହୁଁ ଏଇ ଏକ୍ସାମ୍ପଲ ସହିତ ଶୁକ୍ର ଆଉ ଚନ୍ଦ୍ର କୋଉ ଦିଗରେ ପ୍ରଥମେ ଉଦିତ ହୁଅନ୍ତି? ଆଚ୍ଛା। ନର୍ଥରେ ଉଦିତ ହୁଅନ୍ତି। ହୁଁ ଠିକ। ହୁଁ which means ଗୋଟେ ସର୍ଟନ ପ୍ଲେସମେଣ୍ଟ ରେ ତାଙ୍କର ଦିଗ ବଳ ତାଙ୍କୁ ମିଳିଯାଏ। ହୁଁ ଦିଗ ବଳରେ ସେମାନେ ବହୁତ ପାୱାରଫୁଲ ହେଇଯାନ୍ତି ଏବଂ ସେଠି ସେମାନେ କିଛି ନା କିଛି ରେଜଲ୍ଟ ଦିଅନ୍ତି। ତମେ ବର୍ତ୍ତମାନ ସେଇ ତୃତୀୟ ଶ୍ରେଣୀର ଗାଈ ରଚନା ପଢୁଛ, ହୁଁ ତା ଉପରେ ଅଧିକ ମୁଣ୍ଡ ଖେଳିଲେ ବହୁତ ଅସୁବିଧା ହବ। ହୁଁ ଆମେ ଗାଈ ରଚନା ଉପରେ ଅଛି, ଠିକ ଅଛି। ଏଟା ମନେ ରଖି ଚାଲ, ପୁଣି ସେଇ ତାର ଭିତରେ ଅଛି। ପୁଣି ଦକ୍ଷିଣ ଦିଗରେ ଥିଲେ ବି କେତେବେଳେ ରେଜଲ୍ଟ ଦବନି। ହୁଁ। ରବି ଉଚ୍ଚ କୋଉଥିରେ? ରବି। ମେଷ ରାଶିରେ ଉଚ୍ଚ। ହୁଁ ଆଚ୍ଛା, ମେଷ ରାଶିରେ ଯେତେବେଳେ ରବି ଉଚ୍ଚ ହେଇଗଲେ, ହୁଁ। କର୍କଟ ଲଗ୍ନରେ ମେଷ ରାଶିଟା କୋଉ କୋଉ ଭାବରେ ଆସେ? କର୍କଟ ଲଗ୍ନ ହେଲେ ହୁଁ। ମେଷ ଆସିଯିବ 10th ହାଉସ ରେ। 10th ହାଉସ। ରବି ପଳେଇଗଲେ 10th ହାଉସ ରେ, ଉଚ୍ଚ ବି ହେଇଗଲେ, ଦିଗ୍ବଳି ବି ହେଇଗଲେ, ତାହେଲେ ତମେ କଣ କହିବ? ଯେମିତି ହେଲେ ପିଲାଟା ଆଇଏସ୍ ବଜେଇବ, ହୁଁ ହେଲେ ଗଭର୍ଣ୍ଣମେଣ୍ଟ ସେକ୍ଟର ଗୋଟେ ବହୁତ ହାୟର ପୋଜିସନ କୁ ଯିବ, ଏହା କହିବ ହୁଁ କି କହିବନି? ହୁଁ ହୁଁ। ସନ୍ ଯଦି 1 ଡିଗ୍ରୀ ଭିତରେ ଥିବ, 0.44 ରୁ 0.1 ଡିଗ୍ରୀ ଭିତରେ ଥିବ, ତାହେଲେ କଣ ହବ? ଅସୁସ୍ଥ ତାହେଲେ ହେଇଯାଇଛି। ତାକୁ ଲାଗିଲା ସେଠି ସଂକ୍ରାନ୍ତି ଦୋଷ। ହୁଁ ତମେ ତମେ କୁଣ୍ଡଲି ଦେଖି କଣ କହିବ? ଓହୋ, ଦଶମରେ ରବି। ଯଦି ଏତେ ମାନେ ବହୁତ ସିମ୍ପଲ ଜିନିଷ ହେଇଥାନ୍ତା ନା, ତାହେଲେ ହୁଁ ଆମେ ରାତି ଦିନ ସ୍ୱପ୍ନରେ ଗାଡି ଚଲେଇଲା ବେଳେ ମହାଦେବଙ୍କୁ ଭଜୁ ନଥାନ୍ତୁ ହୁଁ କି ପ୍ରଭୁ କିଛି ତ ଜ୍ଞାନ ଦେଇଦିଅ। ହୁଁ ଯୋଉ କମ୍ବିନେସନ ଯେମିତି ଯୋଉ ଚାର୍ଟ ରେ ଯୋଉ ଭଳି ଭାବରେ ଅଛି, ସେଇ କମ୍ବିନେସନ ସେମିତି ଆଉ ଗୋଟେ ଚାର୍ଟ ରେ ସେଇଭଳି ଭାବରେ ଅଛି, ହେଲେ ଦି ଜଣ ଯାକ ସିମିଲାରଲି ଆକ୍ଟ କରୁନାହାନ୍ତି, କଣ ପାଇଁ? କାରଣ ଡିଗ୍ରୀ ବି ଚେଞ୍ଜ ଥିବ ନା ଭାଇ। ତିନିଟା ଜିନିଷ। ପଏଣ୍ଟ ନମ୍ବର 1, ଡିଗ୍ରୀ ଅଂଶ ବଳ। ହୁଁ ପଏଣ୍ଟ ନମ୍ବର 2, ସେ ଇଏକୁ ଦେଖୁଛି କିଏ? ପଏଣ୍ଟ ହୁଁ ନମ୍ବର 3, ସେଟା ଫଙ୍କସନାଲ ମାଲେଫିକ ୟା ନ୍ୟାଚୁରାଲ ମାଲେଫିକ। ये कॉन्सेप्ट ଯେପର୍ଯ୍ୟନ୍ତ ଯାହାର କ୍ଲିୟର ହେଇନି, ସେ ଆକୁରେଟ ପ୍ରେଡିକ୍ସନ ଦେଇପାରିବ ନାହିଁ। ହୁଁ ଦିଗ ବଳ ଉପରେ ଆମେ ଡିସ୍କସନ କରୁଛୁ। ମୁଁ ଭାବୁଥିଲି 4ଟା ଶ୍ଲୋକ ପଢେଇବି, ମୁଁ ପଢେଇବି। ମୁଁ ହୁଁ ଚାହୁଁଛି କି ଏଇଟାକୁ ଆପଣମାନେ କ୍ଲିୟରଲି ବୁଝନ୍ତୁ। ମୁଁ ହୁଁ ଅଧିକା ସମୟ ନେବିନି, ବଟ୍ ମୁଁ ଆପଣଙ୍କୁ ପୁରା ଜିନିଷଟାକୁ ଭଲସେ କ୍ଲିୟର କରିବି। ଆମେ ଦଶମ ଭାବରେ ଆମେ ସନକୁ ଦେଖିଦେଲେ, ହୁଁ ଠିକ ଅଛି। ହୁଁ ଦଶମ ଭାବରେ ସନକୁ ଦେଖିଦେଲେ, ହୁଁ ଆମେ କହିଦେଲେ ଏ ସନ ଦିଗ ବଳି ହେଇଗଲା। ହୁଁ କିନ୍ତୁ ଯିଏ ସଂକ୍ରାନ୍ତି ଦୋଷ ଭିତରେ ପଞ୍ଚାଙ୍ଗ ପଡୁନଥିବ, ସେ କଣ କହିବ? ଓହ, ବଢିଆ ଚାକିରି କରିବ। ହୁଁ କିନ୍ତୁ ଯଦି 0.16 ଡିଗ୍ରୀ ରୁ 0 ଡିଗ୍ରୀ ମାନିକି ଚାଲ, ହୁଁ 1.4 ଡିଗ୍ରୀ ପର୍ଯ୍ୟନ୍ତ ସନ ରହିଲା, ଭାଇ ତାକୁ ସଂକ୍ରାନ୍ତି ଦୋଷ ଲାଗିଲା। ଯେତେ ମେହନତ କଲେ ତାକୁ ମେହନତରେ ଫଳ ମିଳିବ ନାହିଁ। ଖାଲି ସନ ର ଡିଗ୍ରୀ ଯଦି ଲେସ୍ ରହୁଛି। କଣ ହେଲା? ସନ ର ଡିଗ୍ରୀ ଯଦି ଲେସ୍ ରହୁଛି। ହଁ, ମୁଁ ଗୋଟେ ତମକୁ ଭାଗବତର ଗୋଟେ ଷ୍ଟୋରି ପଢେଇଥିଲି, ମନେ ଅଛି? ସେ ଷ୍ଟୋରିରେ ଇଏ ଥିଲା କି ସୂର୍ଯ୍ୟ ଗୋଟେ ନୁହଁ। ଡୋଣ୍ଟ ଗେଟ୍ କନଫ୍ୟୁଜଡ ଅବାଉଟ ସୂର୍ଯ୍ୟ। ହୁଁ ସୂର୍ଯ୍ୟ 12ଟା, ସେଥିପାଇଁ ତାଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ। ଯୋଉ ସଂକ୍ରାନ୍ତିରୁ ଯୋଉ ସଂକ୍ରାନ୍ତି ଚେଞ୍ଜ ହୁଏ, ସୂର୍ଯ୍ୟଙ୍କର ନାମ ତଦନୁପାତିକ ଚେଞ୍ଜ ହୁଏ। ମାନେ ଗୁଣ। ମହର୍ଷି ଏବେ ତାର ମୂଳ ପୁରା ରୁଟର ଷ୍ଟୋରିଟା। ମହର୍ଷି କଶ୍ୟପ ଆଦିତିଙ୍କର 12ଟା ପୁତ୍ର ଥିଲେ। ହୁଁ ତାଙ୍କୁ କୁହାଯାଏ ଆଦିତ୍ୟ, ଦ୍ୱାଦଶ ଆଦିତ୍ୟ। ସେଥିରୁ ଭଗବାନ ବିଷ୍ଣୁ ହଉଛନ୍ତି ଜଣେ। ହୁଁ ସେଥିପାଇଁ କାର୍ତ୍ତିକ ମାସରେ ଯୋଉ ହୁଁ ସୂର୍ଯ୍ୟ ଉଦୟ ହୁଏ, that ସୂର୍ଯ୍ୟ ଇଜ ଭଗବାନ ବିଷ୍ଣୁ ହିମସେଲ୍ଫ। କ୍ଲିୟର? ଦ୍ୟାଟ୍ସ ୱାଇ କାର୍ତ୍ତିକ ମାସରେ ଏତେ ଆଇଁଷ ଫାଇଁଷ ଛଡାଯାଏ, ସାତ୍ବିକ ଭାବରେ ପୂଜା କରାଯାଏ, ତୁଳସୀକୁ ପୂଜା କରାଯାଏ। ସମସ୍ତେ ଏହାର ମର୍ମ ବୁଝନ୍ତି।
बट तस्मा शास्त्रं प्रमाणन्ते कार्य कार्य व्यवस्थित ज्ञात्वा शास्त्र विधानोक्तम कर्म कर्तुम इहारसि से 12टा आदित्यଙ୍କୁ ମୁଁ ପଢେଇଛି ସେ ସେସନ ରେକର୍ଡ ହେଇକି ଅଲରେଡି ୟୁଟ୍ୟୁବରେ ଅଛି। ତେଣୁ କାର୍ତ୍ତିକ ମାସର ସୂର୍ଯ୍ୟର ନାଁ ଭଗବାନ ବିଷ୍ଣୁ ପ୍ରତ୍ୟେକ ସଂକ୍ରାନ୍ତି ଭିତରେ आदित्य चेंज हुअन्ति, गंधर्व चेंज हुअन्ति, अप्सरा चेंज हुअन्ति, राक्षस चेंज हुअन्ति, सर्प चेंज हुअन्ति। ए कॉन्सेप्ट जदि तुम मुंडरे नाही ताले तुम पुराण पढ़िया दरकार। अष्टादश पुराण किछि ना किछि डेली बेसिस रे पढ़ि चलिबा दरकार। थैंक्स टू मो गुरु आ गोटे पिला जार ना शक्ति थिला से भाई जदि सजेस्ट करन थांता ताले मु हे तते डीप रे पढ़न था। और से दिन मु से जोगुडा पढ़ी थिली आज ए गुडा केते मते हेल्प करूची मु से जिंसटा तो मन कहूची। तो 1-2 डिग्री रे जदि सूर्य रही गला कार भाई लेखी ताको ता चार्ट देखिया दरकार। ताको खाली गोटे कथा कह तू तो आत्मार सद्गति ପାଇଁ କେବେ କିଛି କାମ କରିଛୁ ସେ କହିବ ନା। तू केबे स्पिरिचुअल ପାଇଁ ट्राई କରିଛୁ ସେ କହିବ ନା। तोर केबे कोनोस लोक पर विश्वास आछि से कहब ना। तू केबे मंदिर गले शांति पाऊ कहब ना। तू जेतेबेले जो काम करछु तते केबे सक्सेस मिल से कहब ना। काई मिली दैट इज कॉल्ड संक्रांति दोष। व्हाई संक्रांति दोष द जो गुण वैशिष्ट्य 12 आदित्यंकर अछि ताकू कहते संधि समय जेमती गोटे पार्ट 30 डिग्री 29.44 आमे तो कैलकुलेट करू 2 डिग्री भीतर करू सेतेबेले गोटे आदित्य दायित्व नउथबे आ गोटे आदित्य दायित्व दउथबे। दैट इज कॉल्ड संक्रांति दोष। हम बृहत पराशर वेद शास्त्र आगु नहीं पढ़िबा पंचांग पढ़ला बेले ठीक अछि। सो राइट डाउन दिस पॉइंट इफ यू सी in anyone's chart sun is having within the degree of 29 to 2 degree एमती पूरा मानिक चाल मु एटा प्राय चार्ट रा रिसर्च टॉपिक सेति पे ओडिसा कुंडली मोर प्रणाम मु काहा को डिसरेस्पेक्ट करे चन बट तुम अंशबळ देखिन तुम 10th हाउस रे सूर्य को 1 डिग्री रे देखि देलो तुम कहबो तू बनि जु आईएस सी जो पढिया पे कि दिल्ली सेठ जाई सुसाइड कर आगु कर कारण तर हबो। एबे पॉइंट नंबर 2 को आसीया सूर्य को दशम दिगबळ देखिदेल तुम नवांश देखिलनी तुम्हें कहल गुरु उच्च अच्छी कर्कट राशि रे सूर्य मेष अच्छा सिंह लग्न जो मेष लग्न कुंडली तुम सूर्य गुरु ऊपर अच्छा बढ़िया लगुच। सूर्य कौन कर चुप कि नहीं जो 3.20 डिग्री डिविजन आसो नवांश वेनस नवांश बचाई देवे भल फल देवे तुम तेणु को सेम दीटा कुंडली थी तुम लगे प्रेडिक्शन दब पूरा बढ़िया मजा 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 जहा हो एस्ट्रोलॉजर कहला से एस्ट्रोलॉजर पुणी गाली शुणव कौन कहीं से भितर डीप रिसर्च कर तेणु इफ विदाउट सीइंग 5 थिंग्स पॉइंट नंबर 1 without seeing lagna chart, without seeing anshabala, without watching the navansha, without watching gochar, without watching ashtaka varga, if you predict anything it will go vain total kichi result asibo सेति पय गोटे कुंडली मिनिमम 4 घंटा न देखिल तापर किछु प्रेडिक्शन दबा कथा नै एमति 10टा कुंडली स्टोर हे कि पडलानी मु तबे शांति रे बसि पारनी मु देखि पार जेतबे तुम फाइनल जजमेंट दबो ना से हबा को बाध्य आ जते केतेबेले न हबो यदि ता ऊपर ईश्वर हेतुक कृपा थी बा महादेव रो हेतुक कृपा थी जगदम्बा रो हेतुक कृपा थी बा गुरु रो हेतुक कृपा थी और से लोकटा ऊपर ब्लेसिंग्स थी कारण आफ्टर ऑल ये एस्ट्रोलॉजर्स वी आर नॉट गॉड्स सकाळ ले हमें तारी द्वार को जाई कहू प्रभु ज्ञान दियो भक्ति दियो पैसा दियो जा मागिया कथा हमें तांको ही मागुछु तांको ही जणो हमें गोटे संभाव्यता कहि पर आज पर पाठ बट इट इज नॉट लाइक दैट कि हमें कहि देबो एटा ही हबो एमति हे पर हेइ थाइ पारे आज पूर्व सेशन पुण्य कर्म फल भी थाइ पारे हेइ थाइ पारे बापा मां आज थाइ पारे आज सेशन पर समस्त जय श्री राम।